ସେ ବିଷୟକୁ ଛାଡ଼ି ଦେଉଛୁ, ଯଦ୍ୱାରା ଉତ୍ତର ମିଳିପାରୁନାହିଁ। ଆମେ ଯଦି ବିଶ୍ୱାସ ସହିତ ଷ୍ଟ୍ରଙ୍ଗଲି ଭାବରେ ଯଦି ପ୍ରାର୍ଥନା କରିବା, ହାଲେଲୁୟା, ସେ ପ୍ରାର୍ଥନାର ଉତ୍ତର ଆସୁ କି ନ ଆସୁ, କିନ୍ତୁ ବିଶ୍ୱାସ ଏତିକି ହେବା ଆବଶ୍ୟକ ଯେ ମୁଁ ଯେଉଁ ବିଷୟ ପାଇଁ ପ୍ରାର୍ଥନା କରିଛି ପ୍ରଭୁ ସେଇ ପ୍ରାର୍ଥନା ପ୍ରଭୁ ଶୁଣିଛନ୍ତି। ହାଲେଲୁୟା। ଏହି ଦୁଇ ଅନ୍ଧ ବ୍ୟକ୍ତିକୁ ଲୋକମାନେ ଅନେକ ପ୍ରକାର କଥା କହିଲେ, ଅନେକ ପ୍ରକାର ଧମକ ଚମକ ଦେଲେ, କିନ୍ତୁ ସେମାନେ ତଥାପି ନୀରବ ରହିଲେ ନାହିଁ। ସେମାନେ ଆହୁରି ଉଚ୍ଚ ସ୍ୱରରେ ପ୍ରଭୁଙ୍କୁ ଡାକିଲେ, ଆହୁରି ଉଚ୍ଚ ସ୍ୱରରେ ପ୍ରଭୁଙ୍କୁ ଯେତେବେଳେ ଡାକିଲେ, ସେମାନଙ୍କ ପ୍ରାର୍ଥନା ପ୍ରଭୁ ଶୁଣିଲେ, ସେମାନଙ୍କ ଚକ୍ଷୁକୁ ପ୍ରଭୁ ଫିଟେଇଲେ। ସେମାନେ ଦେଖିପାରିଲେ, ଯେଉଁ ଅନ୍ଧ ଥିଲେ ଦୁଇଟା ବ୍ୟକ୍ତି, ସେମାନେ ଅନ୍ଧ ଥିବା କାରଣରୁ ସେମାନେ କ'ଣ ତାଙ୍କର ଚକ୍ଷୁ ପ୍ରଭୁ ଫିଟିଲା, ସେମାନଙ୍କୁ ପ୍ରଭୁ ସୁସ୍ଥ କଲେ। ଦୟାରେ ବିଗଳିତ ହୋଇ ସେମାନଙ୍କୁ ତାଙ୍କର ପ୍ରତି ହସ୍ତ ରଖିଲେ ଏବଂ ସେମାନଙ୍କୁ ସୁସ୍ଥ କଲେ, ତାଙ୍କର ଚକ୍ଷୁକୁ ଖୋଲିଦେଲେ। ସେ ଅନ୍ଧ ବ୍ୟକ୍ତି ଦେଖିପାରିଲା। ଯେତେବେଳେ ସେ ଦେଖିପାରିଲା, ସେ କ'ଣ କଲା, ଯୀଶୁଙ୍କ ପଛରେ ଚାଲିବା ପାଇଁ ଆରମ୍ଭ କଲା, ପରମେଶ୍ୱରଙ୍କ ପଛରେ ଚାଲିବା ପାଇଁ